ନିଜର 51ତମ ଜନ୍ମ ଦିବସରେ ମୟୂରଭଞ୍ଜ ଜିଲ୍ଲାର ଜଶୀପୁର ବ୍ଲକର ବିଭିନ୍ନ ନୂତନ ପ୍ରକଳ୍ପଗୁଡ଼ିକର ମାରାଥନ ଶିଳାନ୍ୟାସ କରିବା ସହିତ ଶିମିଳିପାଳ ଆଭ୍ୟନ୍ତରରେ ଥିବା 3ଟି ଗ୍ରାମ ପଞ୍ଚାୟତ ପାଇଁ 2ଟି ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ଏକତାଳି ଗ୍ରାମ ପଞ୍ଚାୟତର ବକଳା ଉଚ୍ଚ ବିଦ୍ୟାଳୟ ଓ ଗଡ଼ ଶିମିଳିପାଳ ଉଚ୍ଚ ବିଦ୍ୟାଳୟର ଖେଳପଡ଼ିଆର ଉନ୍ନତିକରଣ ଏବଂ କ୍ରୀଡ଼ା ସାମଗ୍ରୀ କ୍ରୟ ପାଇଁ 24 ଲକ୍ଷ ଟଙ୍କାର 2ଟି ପ୍ରକଳ୍ପକୁ ଶିଳାନ୍ୟାସ କରିଥିଲେ। ସେହିପରି ଶିମିଳିପାଳ ଆଭ୍ୟନ୍ତରରେ ଥିବା ବରେହି ପାଣିଠାରେ 3ଟି ଗ୍ରାମ ପଞ୍ଚାୟତ ପାଇଁ 60 ଲକ୍ଷ 16 ହଜାର ଟଙ୍କାର ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବା ପରେ ଆଦିତ୍ୟ ବିର୍ଲା ଗ୍ରୁପ ଦ୍ୱାରା ଦିଆଯାଇଥିବା 2ଟି ଆମ୍ବୁଲାନ୍ସର ଶୁଭ ଉଦ୍ଘାଟନ କରିଥିଲେ ମନ୍ତ୍ରୀ। ଏହି ଅବସରରେ କରଞ୍ଜିଆ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ଆଦିବାସୀଙ୍କୁ ରୋଜଗାରକ୍ଷମ ହେବା ପାଇଁ ଟଙ୍କା ଓ ଯନ୍ତ୍ରପାତି ମଧ୍ୟ ଲୋକଙ୍କୁ ବାଣ୍ଟିଥିଲେ। ଦାବି ତ ବହୁତ ପ୍ରକାର ଏବେ ଆମେ ନିଜେ ସ୍ୱାବଲମ୍ବ ହୁଅନ୍ତୁ ସେମାନେ ବିଭିନ୍ନ ପ୍ରକାର ସରକାର ଆଜି ଆମ୍ବୁଲାନ୍ସ ଠୁ ଆରମ୍ଭ କରି ବହୁତ ଦିନର ଲମ୍ବା ସମୟ ଯୋଉଟା କି ଥିଲା ତାଙ୍କର ମୋବାଇଲ ଟାୱାର ମଧ୍ୟ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ଏବଂ ଭାରତ ସରକାର ଆପ୍ରୁଭ କରିଦେଇଛନ୍ତି। 4ଟା ମୋବାଇଲ ଟାୱାର 77 ବର୍ଷ ପରେ ଏବଂ ଯୋଉଦିନଠୁ ଆମର ଟାୱାର ହେଲା ଓଡ଼ିଶାରେ ଦୀର୍ଘ ସମୟର ଲମ୍ବା ଦାବି ନିଶ୍ଚିତ ଭାବରେ ସଫଳ ହେଇଛି। ସମସ୍ତଙ୍କୁ ଧନ୍ୟବାଦ ଦେବି। ଭାରତ ସରକାର, ଓଡ଼ିଶା ସରକାର ଏବଂ ଏଠିକାର ଆମର ଫରେଷ୍ଟ ବିଭାଗ ସବୁ ପ୍ରକାର ସହଯୋଗ କରୁଛନ୍ତି। ଫରେଷ୍ଟ ଡିପାର୍ଟମେଣ୍ଟ ମୁଁ ମନ୍ତ୍ରୀ ହେଲା ପରେ ଆମ ଶିମିଳିପାଳ ସବୁ ପ୍ରକାର ଧୀରେ ଧୀରେ ଡେଭଲପମେଣ୍ଟ ନିଶ୍ଚିତ ଭାବରେ ହେଉଛି। ଲୋକ ଖାଲି ଏତିକି ସମସ୍ତଙ୍କୁ ଅନୁରୋଧ କରିବି ଆପଣମାନଙ୍କର ମାଧ୍ୟମରେ ଆମେ ଯଦି ଜଙ୍ଗଲକୁ ସୁରକ୍ଷା କରିବା ନିଶ୍ଚିତ ଭାବରେ ଆମ ଜୀବନରେ ସୁରକ୍ଷା ହେବ ଏବଂ ସମାଜର ଲୋକଙ୍କର ଜୀବନକୁ ଆମେ ସୁରକ୍ଷା ଦେଇପାରିବା। ସେଥିପାଇଁ ସମସ୍ତଙ୍କୁ ଅନୁରୋଧ କରିବି ମୁଖ୍ୟ ସ୍ରୋତରେ ଶିମିଳିପାଳର ଆସି ସାମିଲ ହୁଅନ୍ତୁ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସରକାର ସବୁ ଖୋଲିକି ଯୋଜନା ରଖିଛନ୍ତି। ସେଥିରେ ସାମିଲ ହୋଇ ସରକାରଠୁ ଆମେ କେତେ ଫାଇଦା ମିଳିପାରିବା ଏବଂ ମେନ୍ ବୃତ୍ତି ଆମର ଚାଷ, ଟ୍ରାଇବାଲ ମାନଙ୍କର ଚାଷ, ସେଥିରେ ବିଭିନ୍ନ ପ୍ରକାର ଚାଷରେ ମଧ୍ୟ ଆମେ ଚେକଡ୍ୟାମ୍ ଠୁ ଆରମ୍ଭ କରି ବିଗତ ଦିନ ମାନଙ୍କର ଆପଣ ଦେଖିଛନ୍ତି ଅତି ଦୁର୍ଗମ ଅଞ୍ଚଳରେ ମଧ୍ୟ ଆମେ ଚେକଡ୍ୟାମ୍ କରିଛେ ଏବଂ ଶିମିଳିପାଳ ପାଇଁ ସ୍ୱତନ୍ତ୍ର ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି। 50 କୋଟି ଟଙ୍କା ଏବଂ 10 ବର୍ଷ ଭିତରେ 450 କୋଟି ଟଙ୍କାର जो व्यवस्था करपाई अब शुभ संकेत এবং এথিরে মধ্য আর গোটে আমার जो स्कूल सब अच्छी तार मध्य आ गोटे इन्स्टिट्यूट गोटे खोला हम एथिरे जो आसम स्कूल अच्छी ड्रेस मेकिंग इन्स्टिट्यूट गोटे खोलिबे कलेक्टर अलरेडी सेठी अनुमति देइछंती एवं आपण समस्त देखुथिबे एबे जेते शिमिଳିपाଳ भितरे ब्रिज सब होचे बड़ बड़ 5 कोटी 6 कोटी टंकार ब्रिज होचे निश्चित भाव में ए अंचल काम आसिबो। राज्य सरकार को डबल इंजन सरकार को माननीय मुख्यमंत्री को धन्यवाद देवे और घोषणा आगामी भविष्य में मुख्यमंत्री शिमिଳିପାଳ को आसबार योजना अच्छी। मयूरभंज जसीपुर जिला प्रतिनिधि आशीष कुमार बेहुरा रिपोर्ट साधना लाइव।